ଅକ୍ଷୟ କୁମାର ଖିଲାଡ଼ି କୁମାରରୁ ମିଷ୍ଟର ଭରତ କୁମାର ହେବାର ପୂର୍ବରୁ ଆଉ ଜଣେ ଭାରତ କୁମାର ଥିଲେ। ସେ ହେଉଛନ୍ତି ମନୋଜ କୁମାର। ମନୋଜ କୁମାର ତାଙ୍କର ଦେଶାତ୍ମବୋଧକ ଫିଲ୍ମ ପାଇଁ ଇଜ୍ ଟାଇଟଲ ହାସଲ କରିଥିଲେ। ପୂର୍ବ ପଶ୍ଚିମ ପ୍ରାୟ କ୍ରାନ୍ତି ଭଳି କ୍ରାନ୍ତିକାରୀ ଫିଲ୍ମ ଦ୍ୱାରା ଭାରତୀୟଙ୍କୁ ଆତମ୍ବିତ କରିଥିବା ଭଳି ମନୋଜ କୁମାରଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଗୋଟିଏ ସମୟରେ ମନୋଜ କୁମାର ଭାରତ କୁମାର ଭାବରେ ବକ୍ସ ଅଫିସରେ ଛାଇ ହୋଇ ରହିଥିଲେ। ହିନ୍ଦୀ ସିନେମାରେ ମନୋଜ କୁମାରଙ୍କ ଯୋଗଦାନକୁ କେହି ଭୁଲି ପାରିବେ ନାହିଁ। ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ବିଶିଷ୍ଟ ଅଭିନେତାଙ୍କର ପ୍ରକୃତ ନାମ ଥିଲା ହରିକୃଷ୍ଣ ଗିରି ଗୋସ୍ୱାମୀ। ମନୋଜ କୁମାର ସର୍ବଦା ଦିଲ୍ଲୀପ କୁମାରଙ୍କର ବଡ଼ ପ୍ରଶଂସକ ଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର ଦେଖିବା ପରେ ସେ ନିଜ ନାମ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତା ସହ ନିର୍ଦ୍ଦେଶକ ମନୋଜ କୁମାର କେବଳ ଅଭିନୟରେ ସୀମିତ ନଥିଲେ, ସେ ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ମନୋଜ କୁମାରଙ୍କର ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରେ କ୍ରାନ୍ତି ଅନ୍ୟତମ। ଏହି ଚଳଚ୍ଚିତ୍ରରେ ସେ ଲୋକଙ୍କ ମନରେ ବହୁ ଭଲ ପାଇବା ସୃଷ୍ଟି କରିଥିଲେ। ବ୍ୟୁରୋ ରିପୋର୍ଟ, ଜାଗତ 24 ନ୍ୟୁଜ୍।